ଆସନ୍ତୁ ଆମେ ପ୍ରଭୁଙ୍କର ବାକ୍ୟ ଆମେ ଅଳ୍ପ ସମୟ ଧ୍ୟାନ କରିବା। ରୋମିଓ 12:1-2। ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କ ଇଚ୍ଛା କଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଣ ଏହା ପରୀକ୍ଷା କରି ଜାଣିପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆମେନ୍। ଥ୍ୟାଙ୍କ ୟୁ ମାମା। ଏଇ ବାକ୍ୟ ଆମେ ଯେତେବେଳେ ପଢୁଛୁ 1-2 ପଢିଲୁ, ଆପଣମାନେ ସମସ୍ତେ ପଢିଥିବେ ବୋଧେ, ମୁଁ ଭାବୁଛି ଧ୍ୟାନ ଦେଇଥିବେ। ଏଠି କାହାକୁ ଗୁରୁତ୍ୱ ଦିଆଯାଏ? ବାଇବଲ ଷ୍ଟଡି କରିବା ତେଣୁ ମୁଁ ଧୀରେ କହିବି, ସମସ୍ତେ ବୁଝିଲା ଭଳିଆ। ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କର ଦୟା ହେତୁ ବିନତି କରି କହୁଅଛି, ତୁମମାନେ ଆପଣା ଆପଣା ଶରୀରକୁ ସଜୀବ ଓ ପବିତ୍ର ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ଆମେ କହିଥାଉ ଶରୀର ବିଷୟରେ ଚିନ୍ତା କର ନା, ଆତ୍ମା ବିଷୟରେ ଚିନ୍ତା କରନ୍ତୁ। ଆମେ ପ୍ରାୟ ଲୋକ ସେଇ ଛାର ଶରୀର ବୋଲି, ମାଟିର ଶରୀର ମାଟିରେ ମିଶିଯିବ ବୋଲି। ଯଦି ଆପଣ ଦେଖିବେ ଏଇଠି ଶରୀରକୁ ଗୁରୁତ୍ୱ ଦିଆଯାଉଛି। ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ଶରୀର ମାନେ କଣ? ଯୋଉଟା ଆମେ ଫିଜିକାଲ ଦେଖୁଛୁ, ଆଖି, କାନ, ଗୋଡ, ନାକ, ଏସବୁ ବଡି, ୟାକୁ ଶରୀର ବୋଲି କୁହାଯାଏ। କାହିଁକି ଏଠି ଶରୀରକୁ ଏତେ ଗୁରୁତ୍ୱ ଦିଆଯାଇଛି? ଶରୀରକୁ କାହିଁକି ଏତେ ଗୁରୁତ୍ୱ ଦିଆଯାଇଛି? ଆପଣ ପଢନ୍ତୁ, ଜଲ୍ଦି ଜଲ୍ଦି ପଢନ୍ତୁ ମାମା। Psalm 139:13-16, ଗୀତ ସଂହିତା 139:13-16। କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା, ତୁମେ ମତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। ମୁଁ ତୁମକୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ତୁମର କର୍ମ ସକଳ ଆଶ୍ଚର୍ଯ୍ୟ, ଏହା ମୋ ପ୍ରାଣ ଭଲ ରୂପେ ଜାଣେ। 2 ପଦ ପଢିଲେ କି 16 ଯାଏ, 13-16-39। ମୁଁ ଗୋପନରେ ନିର୍ମିତ ଓ ପୃଥିବୀରେ ଅଧସ୍ତରରେ ଶିଳ୍ପିତ ହେବା ସମୟରେ ମୋର ଅସ୍ଥିପଞ୍ଜର ତୁମଠାରୁ ଗୁପ୍ତ ନଥିଲା। ତୁମ ଚକ୍ଷୁ ମୋର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା ଓ ମୋର ଯେଉଁ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ ପୁସ୍ତକରେ ଲିଖିତ ହେଲା। ଥ୍ୟାଙ୍କ ୟୁ ମାମା। ଦେଖୁଛନ୍ତି ଏଇଠି ଗୀତ ରଚକ ଦାଉଦ କହନ୍ତି, ଶରୀର ବିଷୟରେ ଏଠାରେ ଲେଖନ୍ତି, ଶରୀର କେମିତି ନିର୍ମାଣ ହୁଏ, କିଏ ନିର୍ମାଣ କରନ୍ତି। ଏଇଠାରେ ଆପଣ ଯଦି ଦେଖିବେ, ଆମର ନିର୍ମାଣ କର୍ତ୍ତା, ଆମେ ବାପା ମା ଓନରସିପ ନେଉଛେ, ଏଇଟା ମୋର ପୁଅ, ଏଇଟା ମୋର ଝିଅ, ଦ୍ୟାଟ୍ ଇଜ ଗୁଡ୍। ଆମେ ଫିଜିକାଲି ଆମେ ଓନରସିପ ନେଉଛୁ, କିନ୍ତୁ ଟ୍ରୁ ଓନର ଇଜ ଗଡ୍। এই ଶରୀରର ପ୍ରକୃତ ଓନରସିପ ହଉଛି ପ୍ରଭୁଙ୍କର ଅଟେ। ପ୍ରଭୁ ହଉଛନ୍ତି ଓନର। ଆଉ ସେ ଗୀତ ରଚକ କହନ୍ତି ଭୟଙ୍କର ଭାବରେ, ସେ କହନ୍ତି, ମୁଁ ତୁମକୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପରେ ନିର୍ମିତ। ତୁମର କର୍ମ ସକଳ ଆଶ୍ଚର୍ଯ୍ୟ, ଏହା ମୋ ପ୍ରାଣ ଭଲ ରୂପେ ଜାଣେ। ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମଠାରୁ ଗୁପ୍ତ ନଥିଲା। ମନୁଷ୍ୟ ଗୋପନରେ ନିର୍ମିତ। ଗୋପନରେ ମାନେ ସିକ୍ରେଟଲି। ଯେତେବେଳେ ଏକ ଶିଶୁ ମା ଉଦରରେ ପିଣ୍ଡ ଧାରଣ କରେ, କିଏ ତାହାର ନଖ ବନଉଛି, କିଏ ଆଖି ଠିକ ଜାଗାରେ ଆଖି ରଖୁଛି, କିଏ କାନକୁ ଠିକ ଜାଗାରେ ରଖୁଛି, ତାହାଙ୍କର ଶିରା ପ୍ରଶିରା, ତାହାଙ୍କର ହସ୍ତିକୁ କିଏ ବନଉଛି? ସେ ପରମେଶ୍ୱର ବନଉଛନ୍ତି। ମୁଁ ଆଜି ଆପଣମାନଙ୍କ ଶରୀର ବିଷୟ କିଛି କହିବା ପାଇଁ ଚାହେଁ। ସେଇ ଶରୀର ବନେଇଲା ପରେ
प्रभु प्राणवायु दियंती आउ से जीवित पिंडुला है माँ को उदर रही था तांको विषय केवल से बनाती ना तांकर खाद्य विषय से चिंता कर दाऊद कहूँ तुमर जो क्रिया बियॉन्ड माय कॉम्प्रिहेंसिव मोर भावनार बाहर मु बुझी पारु ना तुम किमिति मते निर्माण कल मते गुप्त भाव में तुम्हें निर्माण करियछ आज आपन टिके हाथ देखंतु आपनकर टिके गोड़ देखंतु मु लिटराली कथा कहूची जदि पाखरे जदि दर्पण अछि दर्पण देखि मुह देखंतु यही सब परमेश्वर को माता को उदर आपन को गुप्त भावना निर्माण करियछत तो यही शरीर अन्न रहउछंती परमेश्वर गुप्त भाव तुम मते निर्माण करियछ से जेतले निर्माण कले खाद्यर व्यवस्था भी करते कारण जे कौन सी प्राणी जीवित प्राणी ताको खाद्य दरकार मु हमर विश्वासी मेडिकल रे डेलीवरी हैला मु से दिन बहुत विषय शिखिली हेले पिला को खाद्य दरकार किमती खाद्य लिक्विड नहीं कि सॉलिड नहीं आंट खाद्य नहीं कि तरल खाद्य दिया हो नहीं पिला को किमती खाद्य दिया जाउची जो माने स्पेस रे जाती से माने कौन सी खाद्य खाती नहीं से माने सेमिति मेडिसिन नहीं कि जाती जो मेडिसिन कले ना से माने को शौच हेबो ना पटी हेबो सुसु करबे ना किछि करबे नाही से मानक पाखरे बाकी सब विटामिन शरीर रे रहउथिबो परमेश्वर सेमिति निर्माण एमिति करिसंती मांकर खाद्य बा तांको शरीर रे एमिति विटामिन पठाउछंती नाभि देई पठाउछंती जो मां माने अछंती आपण माने जानिथिबे शिशु को प्रभु किमती खाद्य आश्चर्य भाव से निर्माण करी आश्चर्य भाव 9 मास कि 10 मास मां को उदर रे से प्रतिपालन करुछंती खाद्य किमती जगांती मां को शरीर रो विटामिन जेते सब अछि ताहार नाभि दे ताहांको शरीर को जाए जदि लिक्विड खाइबो कि जदि सॉलिड खाइबो निहाती सुसु हेबो ये हेबो तेणु प्रभुंकर सृष्टि आश्चर्य प्रिय माने यही शरीर को हमें पुणी सुग्राह्य बलि रूपे व्यवहार करिया पड़िबो तेणु से वाक्य जीवा पूर्व मु माने आपण मानको कहि रखिया पाए चाहे प्रभु किपरि भाव रे हमको निर्माण करछंता आ ए शरीर ताहांकर ही दा ओनर ऑफ आवर बॉडी ओनरशिप ताहांको पाखरे अछि शिशु जेतले जन्म हुए आपण माने जानि छंती मां को ठारो शिशु को अलग करा जाए किमती अलग करा जाए काटिकी अलग करा जाए ताहांकर जो कनेक्शन थी नाभि को सेटा कटाई दिया जाए तार अर्थ तांकर खाद्य कनेक्शन बंद हो जाए खाद्य मां देवे ना हेले खाइबे केमिति खाद्य तो दरकार से जन्म हो शिशुटी मां क्षीर पीब आपण मान जानि छथि बाइबल लिखा जाए शिशु माने तुम पिला मानको शिशु बेले ताको तांकर ग्रंथ पत्र शिखाओ सत्य से शिक्षित हेबो आमे पिला को अनेक विषय शिक्षित कराओ शिखे गोटे विषय प्रभु को ठारो से ट्रेंड होइका आछि प्रभु ताको शिखे पठिस ताहा होछि खाइबा पाई पिला को किए शिखांती ना से जन्म हो मां क्षीर खाइब से ट्रेंड ऑलरेडी प्रभु ताको एटा होछि दाऊदक निमंते आश्चर्य आ आम समस्तक निमंते आश्चर्य अटे प्रभु किपरि भाव रे माथा को उदर निर्माण करी अछथि तेनु प्रिय माने हमें 12 को जीवा से रोमियो 12 अतः हे भाई माने मु तुम मानकु ईश्वर दया हेतु विनती करूछि किछि विनती करूछंती लोक मानकु शरीर पाई गोटे पटे कहउछंती गोटे पटे प्रभुंकर दया देखौछंती आउ से विनती करछंती कोन दया देखौछंती प्रभु एबे भी दयालु तुम शरीर जदि एबे पर्यंत युक्तियुक्त प्रभुंकर उपासना करी नहीं एबे भी दयालु परमेश्वर से तुमको दया देखेइबे शरीर को तुम्हें माने आपना शरीर को सजीव पवित्र ईश्वर सुग्राह्य बलि रूप में उत्सर्ग कर शरीर सजीव शरीर पवित्र शरीर प्रभुंकर सुग्राह्य बलि यह तो तुम मानकर युक्तियुक्त उपासना आमर गाँली गुड़ाक कहू आज आम उपासना करने जाऊँ उपासना बोले कौन बोल भावी था गोटे जगह गेट टुगेदर हो गीत दीटा गाऊ आराधना करू आम उपासना बोली कही था वाक्य टी प्रचार कर
କିନ୍ତୁ ଏଠାରେ ଆଶ୍ଚର୍ଯ୍ୟ ଲାଗେ, ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। କଣ ଯୁକ୍ତିଯୁକ୍ତ ଉପାସନା? ଶରୀରକୁ ସେ ସେଣ୍ଟ୍ରାଲାଇଟ ହଉଛି ଶରୀର। ଶରୀର ଯଦି ସଜୀବ ତେବେ ସେଇ ଶରୀର ଈଶ୍ୱରଙ୍କର ଉପାସନା କରୁଛି, ଯୁକ୍ତିଯୁକ୍ତ ଉପାସନା। ଶରୀର ଯଦି ଜୀବିତ ତେବେ ପରମେଶ୍ୱରଙ୍କର ଯୁକ୍ତିଯୁକ୍ତ ଉପାସନା କରୁଛି। ଶରୀର ଯଦି ପବିତ୍ର ବଜେଇକି ରଖିଛି ସେ ଯୁକ୍ତିଯୁକ୍ତ ଈଶ୍ୱରଙ୍କର ଉପାସନା କରୁଛି। ୟେସ୍, ଆମେ ସପ୍ତାହକୁ ଥରେ ଗୀତ ଆରାଧନାର ଉପାସନା କରୁଛୁ, ଗୀତ ଆରାଧନା କରି ବାକ୍ୟ ପଢି ସପ୍ତାହ କରୁଛୁ। କିନ୍ତୁ ଆପଣଙ୍କର ମୋର ଶରୀର ଯଦି ପ୍ରଭୁଙ୍କର ଦୃଷ୍ଟିରେ ସଜୀବ, ପ୍ରଭୁଙ୍କର ବାକ୍ୟ ଅନୁସାରେ ଯଦି ଚାଲୁଛି ସେ ସଜୀବ ଅଛି। ପ୍ରଭୁଙ୍କର ବାକ୍ୟ ଅନୁସାରେ ଯଦି ଏହି ଶରୀର ଚାଲୁଛି ତାହା ପବିତ୍ର ଅଛି, ଆଉ ସେ ସବୁବେଳେ ପ୍ରଭୁଙ୍କର ଯୁକ୍ତିଯୁକ୍ତ ଉପାସନା କରୁଅଛି। ଏବେ ମୁଁ ଆଉ ଟିକେ ଭିତରକୁ ଯିବା ପାଇଁ ଚାହେଁ, ଧ୍ୟାନ କରି ବୁଝିବା ପାଇଁ ଟ୍ରାଏ କରନ୍ତୁ। ହେଲେ ଏଇ ଯୋଉ ଶରୀର, ଆମ ମାନଙ୍କର ଶରୀର ଆମେ ଦେଖୁଛୁ, କାହିଁକି ଏଠାରେ କୁହାଉଛି ତାକୁ ତୁମେ ପବିତ୍ର ସଜୀବ ରଖ? ଆପଣ ମାନେ ଜାଣିଥିବେ, ଅପୂର୍ବ ପୁତ୍ର ଘରେ ଫେରୁଛନ୍ତି, ଭାଇ ବାପା ସହିତ ଯୁକ୍ତିଯୁକ୍ତ କରୁଛନ୍ତି, ଆଉ ସେ ତାହାଙ୍କୁ ଗୋଟିଏ ଷ୍ଟେଟମେଣ୍ଟ ଦଉଛନ୍ତି, ତମ ଭାଇ ମରି ଯାଇଥିଲେ ମୁଁ ପାଇଛି। ରେଭେଲେସନ 3ରେ ଯଦି ଦେଖିବେ, ପ୍ରଭୁ ବିଶ୍ୱାସୀ ମାନଙ୍କୁ କହୁଛନ୍ତି ତୁମେ ନାମରେ ଜୀବିତ, ପ୍ରକୃତରେ ତୁମେ ମୃତ। କଣ ପାଇଁ ମୃତ? ଯେହେତୁ ଶରୀର ପାପ କର୍ମ କରୁଅଛି, ତେଣୁ ଆତ୍ମା ବି ମୃତ ହବ। ଏବେ ଧ୍ୟାନ କରି ଶୁଣ, ଏଇ ଶରୀର ନିମନ୍ତେ ଆତ୍ମା ନରକକୁ ଯିବ। ଶରୀର ତ ମାଟିରେ ମିଶିବ, ଶରୀର ମାଟିରେ ମିଶିବ, ମାଟିର ଶରୀର ମାଟିରେ ରହିବ, କିନ୍ତୁ ଏଇ ଶରୀର ପାଇଁ ଆତ୍ମା ନରକକୁ ଯିବ। ତେଣୁ ପ୍ରେତ ପାଲ କହନ୍ତି, ଶାରୀରିକ ମନା ନ ହୋଇ ଆତ୍ମିକ ମନା ହୁଅ। ଶାରୀରିକ ମନା ନ ହୋଇ ଆତ୍ମିକ ମନା ହୁଅ। ଆପଣ ମାନଙ୍କୁ ମୁଁ କହି ରଖିବା ପାଇଁ ଚାହେଁ, ଧ୍ୟାନ କରି ଶୁଣନ୍ତୁ। ପ୍ରତିଦିନ ଆମେ ଯେକୌଣସି ବିଷୟରେ, ମନେକର ମୁଁ ଏକ ସ୍ତ୍ରୀକୁ ଖରାପ ଦୃଷ୍ଟିରେ ଦେଖୁଛି, ଶରୀର କହୁଛି କିଛି ପ୍ରୋବ୍ଲେମ ନାହିଁ, ତୁ ପ୍ରୋବ୍ଲେମ ନାହିଁ, କିନ୍ତୁ ଆତ୍ମା କହୁଛି ଏଇଟା ପାପ। ଶରୀର କହୁଛି ପାପ, କିଛି ଅସୁବିଧା ନାହିଁ, ପ୍ରଭୁ ଦୟାଳୁ, ସେ କ୍ଷମା କରିବ, ଆଗକୁ ବଢ, କିନ୍ତୁ ଆତ୍ମା କହୁଛି ଏଇଟା ଭୁଲ। ସେତେବେଳେ କଣ ହେବ? ମନ ନିଷ୍ପତ୍ତି ନେବ। ତେଣୁ 2 ପଦ ଲାଷ୍ଟରେ ସେ କହନ୍ତି, ଏଥି ନିମନ୍ତେ, କାରଣ କହୁଛନ୍ତି ଏଇଥି ନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ମନ ଡିସାଇଡ କରିବ, ମୁଁ ସେଇ ଝିଅକୁ ପ୍ରତି ଖରାପ ଦୃଷ୍ଟି କଣ୍ଟିନ୍ୟୁ କରିବି ନା ଦେଖିବାଟା ବନ୍ଦ କରିବି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇ ଶରୀର ଆମର ଆତ୍ମାକୁ ଡିଫାଇଲ କରିବ, ନଷ୍ଟ କରିବ। ଶରୀର ମନେ ରଖିଥାନ୍ତୁ, ଶରୀର ଈଶ୍ୱରଙ୍କର, ଓନର ହଉଛି ପରମେଶ୍ୱର, ଶରୀରର ଓନରସିପ ହଉଛି ପରମେଶ୍ୱର। ତେଣୁ ତ ମାନେ ପ୍ରେତ ପୌଲ କହନ୍ତି, ଆରେ ତୁମେ କଣ ଜାଣିନ ତୁମେ ଈଶ୍ୱରଙ୍କର, ତୁମ ଶରୀର ହଉଛି ଈଶ୍ୱରଙ୍କର ମନ୍ଦିର। ୟୋର ବଡି ଇଜ ଦ ଟେମ୍ପଲ ଅଫ ଗଡ। ପବିତ୍ର ଆତ୍ମା ସେଠାରେ ବାସ କରନ୍ତି। ଶରୀର ହଉଛି ଈଶ୍ୱରଙ୍କର ମନ୍ଦିର, ଏଠାରେ ଈଶ୍ୱରଙ୍କର ଆତ୍ମା ବାସ କରନ୍ତି। ତେଣୁ ଏଇ ଶରୀର ରୂପ ସମସ୍ୟା, ଏଇ ଶରୀର ଯାହା ଚାହିଁବ ତାହା ଯଦି ବାକ୍ୟ ଆଧାରିତ ନୁହଁ, ତେବେ ଆମେ ଆତ୍ମାକୁ ଆମେ ନଷ୍ଟ କରୁଛୁ, ଆମର ଆତ୍ମାକୁ ଆମେ ନଷ୍ଟ କରୁଛୁ। ପୁନର୍ବାର କରିବା ଚାହେଁ, ଏକ ବ୍ୟକ୍ତି ଯଦି ଯୋଉ ଆତ୍ମା ପ୍ରଭୁଙ୍କ ପାଖକୁ ଯିବ, ତାକୁ ଯଦି ଆମେ ଠିକ ରଖିବା ପାଇଁ ଚାହୁଁଛୁ, ତେବେ ଶରୀରକୁ ଆମେ କଣ୍ଟ୍ରୋଲ କରିବା ଦରକାର, ଶରୀରକୁ ଆମେ ନିୟନ୍ତ୍ରଣ କରିବା ଦରକାର। ତାର ଅର୍ଥ, ମୁଁ କହିବା ଉଦ୍ଦେଶ୍ୟ ହେଉଛି, ଶରୀର ଏମିତି କାମ ନ କରୁ ଯାହା ବାକ୍ୟ ବିରୋଧ, ସେହିପରି କାମରେ ଆମେ ବଞ୍ଚିତ ହେବା। ମୁଁ ଆର ଜଷ୍ଟ ବ୍ୟାକ୍ ଗୋଟେ ବାକ୍ୟ ପଢିବା ପାଇଁ ଚାହେଁ, 11:36 ପଦ ମୁଁ ପଢି ଦେଉଛି। ଯେଣୁ ସମସ୍ତ ବିଷୟ ତାହାଙ୍କ ଠାରୁ
ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ। ଏଠି ଦେଖନ୍ତୁ ଠାରୁ ଦ୍ୱାରା ନିମନ୍ତେ। ତାହାଙ୍କ 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 ମାନେ କାହାର? ପ୍ରଭୁଙ୍କ। ଆଉ ତେଣୁ 12:1 ଲେଖାଯାଏ ଅତଏବ। এইটা হচ্ছে কন্টিনিউয়াস প্রসেস। এই স্টেটমেন্টরে এটা ক্লোজ ହେଇନାହିଁ, ତାପରେ ସେ କଣ୍ଟିନ୍ୟୁ କରିଛନ୍ତି। ତ ଯେଣୁ ସମସ୍ତ ବିଷୟ ତାହାଙ୍କ ଠାରୁ ଜାତ, এই ଶରୀର ପ୍ରଭୁଙ୍କ ଠାରୁ ଜାତ, এই ଶରୀର ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ। ମୋର ଶରୀର ମୁଁ କଣ ବି କରିପାରିବି ଆମେ କହୁଛୁ? नो my friends, it is not your words. ବାଇବଲ ଲେଖାଯାଏ ତୁମେ କଣ ଜାଣିନ ତୁମକୁ ବହୁମୂଲ୍ୟ ରକ୍ତରେ କିଣା ଯାଇଛି। ପଢନ୍ତୁ ପ୍ରଥମ କରନ୍ତୀୟ ତାର 6:19-20। ଅବା ତୁମମାନଙ୍କ ଶରୀର ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଣ ଜାଣ ନାହିଁ? ଆଉ ତୁମେ ମାନେ ନିଜେ ନିଜର ନୁହଁ। ଆମେ ଆମର ନୁହଁ। ସିଷ୍ଟର ପ୍ରଜ୍ଞା ଆପଣ ମ୍ୟୁଟ କରନ୍ତୁ। थैंक यू। तो ଏଠି ଆମେ ଦେଖୁଛୁ ଆମେ ଆମର ନହୁ। ଏ ଶରୀର ଆମକୁ ଡିଫାଇଲ କରେ, ସଦାବେଳେ ନଷ୍ଟ କରେ। କେମିତି ନଷ୍ଟ ହେବ? ଲେଖାଯାଏ ତୁମାନେ ଆପଣ ଆପଣ ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ସ୍ୱରୂପ ଉତ୍ସର୍ଗ କର, ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମମାନେ ଈଶ୍ୱରଙ୍କର ଇଚ୍ଛା କଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ, ସିଦ୍ଧ ବିଷୟ କଣ ଏହା ପରୀକ୍ଷା କରି ଜାଣିପାର, ଏଥି ନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ବର୍ତ୍ତମାନ ଯୁଗ ଏମିତି ଚାଲିଛି ଯୋଉଟା କି ଆମ ଶରୀରକୁ ସଦାବେଳେ ଡିଫାଇଲ କରେ। Any decision we are taking that is based on the desire of our flesh, ଆମ ଶରୀରର ଇଚ୍ଛାରେ ଆମେ ଡିସିସନ ନଉଛୁ। ପ୍ରିୟମାନେ, ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ଯୋଉ ଲେଖା ହେଇଛି, ମନୁଷ୍ୟର କାର୍ଯ୍ୟ ସେତେବେଳେ ଚେଞ୍ଜ ହେବ ଯେତେବେଳେ ମନ ଚେଞ୍ଜ ହେବ। ଆତ୍ମିକ ମନା ହେଲେ ଆତ୍ମିକ କାର୍ଯ୍ୟ ହେବ, ଶାରୀରିକ ମନା ହେଲେ ଶାରୀରିକ କାର୍ଯ୍ୟ ହେବ। ତେଣୁ ଏଠାରେ ପରାମର୍ଶ ଦିଅନ୍ତି ପରିବର୍ତ୍ତନ ପାଇଁ, ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। କେମିତି ପରିବର୍ତ୍ତିତ ହେବା? ଯେପରିକି ଈଶ୍ୱରଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ହେଲେ ଉତ୍ତମ, ସୁଗ୍ରାହ୍ୟ, ସିଦ୍ଧ ବିଷୟକୁ ଆମେ ଗୁରୁତ୍ୱ ଦେବା ଦରକାର। ଆମ ଶରୀର ଯେପରି ଉତ୍ତମ, ସୁଗ୍ରାହ୍ୟ, ସିଦ୍ଧ ବିଷୟ କଣ ଏହା ପରୀକ୍ଷା କରି ଜାଣିପାରେ, ଏଥି ନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆମେ ହିନ୍ଦୁରୁ ଖ୍ରୀଷ୍ଟିଆନ ହେଇଛୁ, ଆମେ ଶରୀରର ଗୁଣରୁ ମାନେ ପରିବର୍ତ୍ତିତ ହେଇଛୁ କି ନାହିଁ? ଆମେ ପରିବର୍ତ୍ତିତ ହେଇଛୁ ବୋଲି ଆମେ କହୁଛୁ। ମୁଁ ଆଜି ଗୋଟେ ଚର୍ଚ୍ଚରେ କହୁଥିଲି, ଆମେ ସମସ୍ତେ ପ୍ରଭୁଙ୍କର ବାକ୍ୟ କିଏ ଜାଣିନୁ, କିଏ ଜାଣିନାହୁଁ। ଦାଉଦ କହନ୍ତି, ପ୍ରଭୁ ମୁଁ ତୁମରି ବାକ୍ୟକୁ ସଞ୍ଚୟ କରି ରଖିଅଛି, ଯେପରି ମୁଁ ପାପ କରିବି ନାହିଁ। ବାକ୍ୟ ସଞ୍ଚୟ କରି ରଖାଯାଏ କଣ ପାଇଁ? ପାପ ଯେପରି କରିବ ନାହିଁ। କେମିତି? ଆପଣ ମୁଁ ପଇସା କାହିଁ ସଞ୍ଚୟ କରି ରଖୁ? ଦରକାର ବେଳେ କାମକୁ ଆସୁ ବୋଲି। ଲୋକମାନେ ଘରେ ଲାଇସେନ୍ସ ପିସ୍ତଲ କାହିଁ ରଖନ୍ତି? ଦରକାର ବେଳେ କାମକୁ ଆସୁ ବୋଲି। ଈଶ୍ୱରଙ୍କର ବାକ୍ୟ ଆମ ପାଖରେ ଭରପୁର ଅଛି, କିନ୍ତୁ ଆମେ ତାକୁ ଦରକାର ବେଳେ କାମକୁ ୟୁଜ କରୁନୁ। ଉଦାହରଣ ସ୍ୱରୂପ, ଯଦି ଭାଇ ମତେ ଘୃଣା କଲା, ତାକୁ ପ୍ରେମ କରୁନୁ। ବାକ୍ୟ ଅଛି କିନ୍ତୁ ପ୍ରେମ କରୁନୁ। ଆମେ ଯୋଉ ଜିନିଷ ୟୁଜ ହୁଏ ନାହିଁ ତାକୁ ମିସୟୁଜ କରାଯାଉଛି ବୋଲି କୁହାଯାଏ। ଆମେ ଈଶ୍ୱରଙ୍କର ବାକ୍ୟରେ ବହୁତ
भरपूर भाव प्रचुर भाव आम धनी मैक्सिमम वाक्य अच्छे किंतु ताको आम यूज करूना आपण मु जदि कोटी कोटी टंका घरे रखिकी आम जदि यूज करूनु से पैसा यूजलेस आम उत्तम काम आसब ना ईश्वर वाक्य जदि आम शरीर निमंते व्यवहार करुछ उदाहरण स्वरूप जोसेफ से ताहांकर मालिक रो स्त्री को देखिला स्त्री मध्य ताहांको देखिला दुई जनकर नजरिया अलग अलग जड़े खराब दृष्टि देखुची जड़े उत्तम दृष्टि देखुची जड़े शारीरिक मना यूज करुची जड़े आत्मिक मना यूज करुची से स्त्री ताको जबरदस्त इलिसिट रिलेशनशिप पाई कहूची किंतु से वाक्य को व्यवहार करछथि एमिति पाप मु करिबी नाही प्रिय प्रभुंकर लोक माने आपण जदि कौनसी लोक को पवित्रता सहित देखुछथि आपणकर शरीर प्रभुंकर सुग्राह्य भाव रे आपणकर चक्षु व्यवहार होउछ प्रभुकर उपासना करूछ एई शरीर ही कारण आमर आत्मा को नरक को पठाइबा एई शरीर ही कारण आमर आत्मा को स्वर्ग को नेबा मनुष्य जदि आज पाप रे पड़िछि एइथिपाई नुहे जे प्रभु तांको पाखरे नाहांती एइथिपाई नुहे जे से वाक्य जानि नाही एइथिपाई शरीर माने तांकर शरीर पावर रे से बसीभूत हेई अछंती सेठु से आसी पारु नाहांती आउ मु किछि विषय कहि समाप्त करिया को चाहे शरीर को सजीव सजीव माने एलाइव मु जेमती कहली तुमे जीवित बोली कहूछ ना तुमे जीवित तुमे मृत पवित्रता माने कौन मु आज जेतले टिके प्रस्तुत होथिली बेस्ट डेफिनेशन छोट डेफिनेशन गोटे अच्छे सेट अपार्ट फॉर गॉड्स यूज प्रभुंकर कार्य निमंते स्वतंत्र हेबा एई शरीर प्रभुंकर कार्य निमंते स्वतंत्र हेबा काहे कि एटा होची ईश्वरंको ठारू ईश्वरंको द्वारा वो ईश्वरंको निमंते जेणु समस्त विषय ताहांको ठारू ताहांको द्वारा वो ताहांको निमंते शरीर आपणकर निमंते नाई मो निमंते नाई मन रखि था शरीर प्रभुंको निमंते कारण ओनर होउछंती से ओनर होउछंती से आ सबुठु मजादार विषय होछि शरीर को जदि आमे डिफाइल करूछु आत्मा डिफाइल हुए शरीर ही आमको नरक को नेबा पई द्वार खोला देबा शरीर ही आमर आत्मा को प्यूरिफाई करिवो आमे जदि शारीरिक बना विषय गुड़ा आमे जदि त्याग करिबा आमे पवित्र हेबा तेणु आम माने सदा बेले प्रभुंकर वाक्य अनुसार प्रभुंकर सही वाक्य को भय करी शरीर को व्यवहार करिया पाई आमे चेष्टा करिबा आमे प्रभुंक ठारे सदा बेले प्रभुंकर वाक्य अनुसार आमे व्यवहार करिया पाई चेष्टा करिबा मो सहित पढ़ंतु प्रथम करते तार 6:20 पाइले कारण तुम्हें माने विशेष मूल्य रे किना जाई अछो एनु हाँ तुम्ह मानक शरीर रे ईश्वरंक गौरव प्रकाश करो तुम मानक शरीर ईश्वरंकर गौरव प्रकाश कर मो स्त्री सहित जदि मु रागुछि बाइबल लिखा जाए तुमर क्रोध पाप न करो क्रोध हेबाटा पाप नुहे क्रोध पर जो नेक्स्ट जिनस स्टेप नहीं जाए सेटा होची पाप उदाहरण को मो मिसेस को मु क्रोध कली आउ ऐश्वर्य को व्यवहार कली हाथ उठेकी ताको बाड़ौची दैट इज sin मु क्रोध कली मो मिसेस को त्याग करी आ गोटे स्त्री उपरे खराब दृष्टि कली सेटा होची पाप क्रोध पाप नुहे एठारे देखंतु सेई जो वाक्य पढ़िलु प्रभुंकर दास पढ़ले आम शरीर ओनर होउछंती परमेश्वर अटंती तेणु रिमेम्बर द ओनरशिप ऑफ योर बॉडी तुम शरीर मालिकाना किए ताहा आपण मु जानिबा दरकार द्वितीय विषय पढ़िबा से प्रथम करंती तार 6:18 किए जने पढ़ंत
ବ୍ୟଭିଚାର ଠାରୁ ପଳାୟନ କର। ହୁଁ ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ Yes. ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ଆମେନ୍। Remove what defiles. ଯାହା ଆପଣଙ୍କୁ କଳୁଷିତ କରେ ତାହା ନିଜ ଠାରୁ ବାହାର କରିବା ଦରକାର। ମୁଁ ଆପଣମାନଙ୍କୁ এই ବିଷୟ କରେ ଆମେ ମନୁଷ୍ୟ, ରକ୍ତ ମାଂସଧାରୀ ମନୁଷ୍ୟ, ଆମେ ଗୁଡାଏ ଟେମ୍ପଟେସନ ଆସିବ, ଗୁଡାଏ ପାପ ଆସିବ, କିନ୍ତୁ ଏ ଶରୀରକୁ କିପରି ଭାବରେ ପ୍ରଭୁଙ୍କ ଦୃଷ୍ଟିରେ ଉତ୍ସର୍ଗ କରିବା ପାଇଁ କୁହାଯାଉଛି? ଯୁକ୍ତିଯୁକ୍ତ ଉପାସନା ଏହି ଶରୀର କରିବା ଦରକାର ପ୍ରଭୁଙ୍କର। କେତେବେଳେ କରିବ? ଯେତେବେଳେ ସଜୀବ ହେବ, ଯେତେବେଳେ ପବିତ୍ର କାର୍ଯ୍ୟ ଈଶ୍ୱରଙ୍କର କରିବ। ଆଉ ଏଇ ଶରୀର ଯେତେବେଳେ ପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କରୁଛି, ସେତେବେଳେ ପ୍ରଭୁଙ୍କ ଦୃଷ୍ଟିରେ ଏଇଟା ହଉଛି ଯୁକ୍ତିଯୁକ୍ତ ଉପାସନା। ଗୀତ ଆରାଧନା ଠାରୁ ଏଇଟା ହଉଛି ବେଷ୍ଟ ଉପାସନା। ଶରୀରକୁ ଯଦି ଆମେ ନିୟନ୍ତ୍ରଣ କରି ପ୍ରଭୁଙ୍କର ବାକ୍ୟ ଅନୁସାରେ ଶରୀରକୁ ଆମେ ଆଗକୁ କଢେଇ ନେଉଛୁ। ତୃତୀୟ ବିଷୟ, ରିମେମ୍ବର ଓନରସିପ, ରିମୁଭ ହ୍ୱାଟ ଡିଫାଇନ୍ସ। ଶରୀରକୁ ଯୋଉଟା ନଷ୍ଟ କରେ ତାକୁ ଦୂର କର, ଆଉ ଏ ଶରୀରର ମାଲିକ କିଏ ତାହା ଆମେ ସ୍ମରଣ କରିବା ଦରକାର। ତାପରେ ପଢନ୍ତୁ ରୋମିଓ ତାର 6:13। ଖାଦ୍ୟ ଉଦର ନିମନ୍ତେ, ଖାଦ୍ୟ ହୁଁ ନିମନ୍ତେ, କିନ୍ତୁ ହୁଁ ଈଶ୍ୱର ଲୋପ କରିବ, ଶରୀର ବିଚାର ନିମନ୍ତେ ନୁହେଁ, ପ୍ରଭୁଙ୍କ ନିମନ୍ତେ। ଆଉ ଶରୀର ଶରୀର କାହା ନିମନ୍ତେ? ପ୍ରଭୁଙ୍କ ନିମନ୍ତେ। ପ୍ରିୟମାନେ, ଏ ଶରୀରକୁ ଆମେ କଣ କରୁନା? ୟେସ୍, ଆମେ ଶରୀରକୁ ଯତ୍ନ ନେବା ଦରକାର। ମୁଁ ଲାଷ୍ଟରେ କହି ସମାପ୍ତ କରିବି। ଶରୀର ପ୍ରଭୁ ନିର୍ମାଣ କରିଛନ୍ତି, ଶରୀର ପ୍ରଭୁଙ୍କର ଅଟେ, ପ୍ରଭୁଙ୍କ ଠାରୁ, ପ୍ରଭୁଙ୍କ ଦ୍ୱାରା, ଆଉ ପ୍ରଭୁଙ୍କ ନିମନ୍ତେ। ଯେକୌଣସି ଜଗତରେ ଆପଣ ଦେଖୁଛନ୍ତି ସେଇଟା ହଉଛି ପ୍ରଭୁଙ୍କ ଠାରୁ, ପ୍ରଭୁଙ୍କ ଦ୍ୱାରା ଓ ପ୍ରଭୁଙ୍କ ନିମନ୍ତେ। ଏଇ ଶରୀର ମଧ୍ୟ ଠିକ, ମୋର ଆତ୍ମା ଠିକ ଥିଲେ ହେଲା, ଶରୀର କଣ ହେଉଛି ବୋଲେ ହବ ନାହିଁ। ଶରୀର ଆତ୍ମା ବିନାଶର କାରଣ ଅଟେ। ତ ଏଇଠି ଆମେ ଦେଖୁଛୁ, ପୁନର୍ବାର ପଢିବେ କି ସିଷ୍ଟର? ସେଇଟା ଆଉ ଥରେ ରୋମିଓ ତାର 6:13। ରୋମିଓ 6:13। କିମ୍ବା ଆପଣା ମୁଁ ପଢି ଦଉଛି ଶୁଣନ୍ତୁ। କିମ୍ବା ଆପଣା ଆପଣାର ଅଙ୍ଗ ପ୍ରତ୍ୟେକକୁ ଅଧାର୍ମିକତାର ଅସ୍ତ୍ର ଉପରେ ପାପ ନିକଟରେ ସମର୍ପଣ କର ନାହିଁ। କିମ୍ବା ଆପଣା ଆପଣାର ଅଙ୍ଗ ପ୍ରତ୍ୟଙ୍ଗକୁ, ଅଙ୍ଗ ପ୍ରତ୍ୟଙ୍ଗ ମାନେ ପାଦରୁ ମସ୍ତକ ଯାଏ। ଚକ୍ଷୁକୁ ଆମେ ପବିତ୍ର କରିବା ଦରକାର, କର୍ଣ୍ଣକୁ ଆମେ ପବିତ୍ର ଭାବରେ ବ୍ୟବହାର କରା, ହସ୍ତକୁ ଆମେ ପବିତ୍ର ଭାବରେ ବ୍ୟବହାର କରିବା ଦରକାର, ଆମେ ଗୋଡକୁ ପବିତ୍ରତା ଭାବରେ ବ୍ୟବହାର କରିବା। ଅଙ୍ଗ ପ୍ରତ୍ୟଙ୍ଗ ବୋଲି ଲେଖା ହେଇଛି ଏଇଟା। କିମ୍ବା ଆପଣ ଅଙ୍ଗ ପ୍ରତ୍ୟଙ୍ଗ ଧାର୍ମିକତା ତାର ଅସ୍ତ୍ର ରୂପରେ ପାପ ନିକଟରେ ସମର୍ପଣ କର ନାହିଁ। ଆମ ଶରୀରକୁ ଏମିତି ପାପରୂପ କାର୍ଯ୍ୟରେ ନିଯୁକ୍ତି କରିବା ନାହିଁ। ରେଫ୍ୟୁଜ କମନ ୟୁଜେସ୍। ଆମର ଶରୀର ପ୍ରଭୁଙ୍କର, ତେଣୁ ଏଇ ଶରୀରକୁ ଆମେ ଅସ୍ତ୍ର ରୂପରେ, ପାପର ଅସ୍ତ୍ର ରୂପରେ, ଅଧାର୍ମିକତା ଅସ୍ତ୍ର ରୂପରେ ବ୍ୟବହାର କରିବା ନାହିଁ। ଚକ୍ଷୁକୁ ହଉ, ପାଟିକୁ ହଉ, କାନକୁ ହଉ, ହାତକୁ ହଉ କିମ୍ବା ଗୋଡକୁ ହଉ, ଆମେ ଏହାକୁ ପବିତ୍ରତା ପାଇଁ ବ୍ୟବହାର କରିବା ଦରକାର। ଗାଲାତ୍ୟ ତାର 5:16, ରୋମିଓ ତାର ନାଇଁ, ଗାଲାତ୍ୟ 5:16 ପଢନ୍ତୁ। ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହା ହେଲେ ତୁମେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ଗୁଡ। ଏଇଠି ପରାମର୍ଶ ଦିଅନ୍ତି, ଆମର ଆଚରଣ, ଆଚରଣ କଣ ଦ୍ୱାରା ଆଚରଣ ହେବ? ଶରୀର ଦ୍ୱାରା। କିନ୍ତୁ ଏଇ ଶରୀର କାହାର ଆଚରଣ ଇମିଟେଟ କରିବ? ଆତ୍ମାଙ୍କର ଗୁଣକୁ ପ୍ରକାଶ କରିବା ଦରକାର। ଆମର ଆଚରଣ
ଏ ଶରୀର ଦ୍ୱାରା ଆଚରଣ କରାଯାଏ, କିନ୍ତୁ ଆତ୍ମାଙ୍କର କାର୍ଯ୍ୟ ଶରୀର କରିବା ଦରକାର। ଆଉ ଥରେ ପଢିବେ ମ୍ୟାଡାମ ପ୍ଲିଜ, ଗାଲାତ୍ୟ 5:16। ମୋର ଭାବ ଏହି ଆତ୍ମାଙ୍କ ଆପଣଙ୍କର ଦ୍ୱାରା କ୍ଲିୟର ଆଚରଣ ହେଉନାହିଁ ବୋଧେ? କର, ତାହା ହେଲେ ତୁମ୍ଭେମାନେ ମୋହର ଭାବ ମୋହର ଭାବ ଭାବ ଏହି ଏହି ହଁ ଆତ୍ମାଙ୍କ ଦ୍ୱାରା ଆଚରଣ କର, ହୁଁ। ତାହା ହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ଆପଣ ଆତ୍ମାଙ୍କ ଦ୍ୱାରା ଆଚରଣ କେମିତି କରିବେ? ଆତ୍ମାଙ୍କର ଗୁଣ ଶରୀରରେ ପ୍ରକାଶ ହେବା ଦରକାର। ଆଚରଣ କାର୍ଯ୍ୟ କାହାର? ଶରୀର। ଆତ୍ମାଙ୍କର ଗୁଣ ଶରୀରରେ ପ୍ରକାଶିତ ହେବା ଦରକାର। ତେଣୁ ପୌଲ କହନ୍ତି ଶାରୀରିକ ମନା ନୁହେଁ, ଆତ୍ମିକ ମନା ହୁଅ। ଆଚରଣ ଏଇ ବଡିରୁ ଦେଖାଯିବ, କିନ୍ତୁ ଏଇ ଶରୀରକୁ ଆତ୍ମାଙ୍କର ବଶରେ ରଖି ବ୍ୟବହାର କରିବା ଦରକାର। ଆତ୍ମାଙ୍କର ନିୟନ୍ତ୍ରଣରେ ବ୍ୟବହାର କରିବା ଦରକାର। ଆମେ ତେଣୁ ଏଇ ପବିତ୍ର ଆତ୍ମାଙ୍କ ଉପରେ ଭରସା କରିବା ଦରକାର। ପବିତ୍ର ଆତ୍ମାଙ୍କ ଉପରେ ଢଳି ପଡି ଆମେ ପ୍ରତିଦିନ କାର୍ଯ୍ୟ କରିବା ଦରକାର। ଗୀତ ସଂହିତା 51:10 କିଏ ଜଣେ ପଢନ୍ତୁ। Psalm 51:10। ପଢି ଦଉଛି ମୁଁ ଆପଣଙ୍କୁ। 51 ର କେତେ ଆଜ୍ଞା? 51 ର କେତେ? 10। ହେ ପରମେଶ୍ୱର, ମୋ ଅନ୍ତରରେ ସୂଚି ଅନ୍ତଃକରଣ ସୃଷ୍ଟି କର ଓ ମୋ ମଧ୍ୟରେ Yes. ସୁସ୍ଥିର ଆତ୍ମା ନୂତନ କର। Praise the Lord। ଇଏ କିଏ କହୁଛି? ଦାଉଦ କହୁଛନ୍ତି, ପ୍ରଭୁ ମୋ ଅନ୍ତରରେ ସୂଚି ଆତ୍ମା ସୃଷ୍ଟି କର। 51:10। 51:10 ଲେଖାଯାଏ, ହେ ପରମେଶ୍ୱର ମୋ ଅନ୍ତରରେ ସୂଚି ଅନ୍ତଃକରଣ ସୃଷ୍ଟି କର ଓ ମୋ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। ଆମ ଶରୀରକୁ ନିୟନ୍ତ୍ରଣ କରିବା ପାଇଁ ଆଉ ପବିତ୍ର ଆତ୍ମାଙ୍କ ଦ୍ୱାରା ନିୟନ୍ତ୍ରିତ ହେବା ପାଇଁ ହେଲେ ଆମେ ପ୍ରାର୍ଥନା କରିବା ଦରକାର। ପବିତ୍ର ଆତ୍ମାଙ୍କ ଉପରେ ଭରସା କରିବା ଦରକାର। ମୁଁ ଗୋଟିଏ ବାକ୍ୟ କହି ସମାପ୍ତ କରିବି, ସମୟ ହେଇଯିବନି ମୋର, 5 ହେଇଯାଉ, 5 ମିନିଟ କହି ସମାପ୍ତ କରିବି। ଆପଣ ମାନେ ଦେଖନ୍ତୁ, କାହାଣୀ ମୁଁ ଆପଣ ମାନଙ୍କୁ କହିବି। ଗୀତ ସହିତ 148 ଗୀତ ଯେତେବେଳେ ଆପଣ ଦେଖିବେ, ଏଇଟା ହଉଛି ଦାଉଦଙ୍କର ଗୀତ। ୟାର ପୃଷ୍ଠଭୂମି ଆପଣ ମାନେ ସମସ୍ତେ ଜାଣିଛନ୍ତି। ଅନ୍ୟର ସ୍ତ୍ରୀକୁ ପ୍ରତି କୁଦୃଷ୍ଟି କରି ନିଜର ବଳ ସାମର୍ଥ୍ୟ ଦେଖେଇକି ତାଙ୍କୁ ନିଜର ସ୍ତ୍ରୀ କଲେ, ତାଙ୍କ ସ୍ୱାମୀକୁ ମର୍ଡର କଲେ। ଯେହେତୁ ଆଙ୍କ ପାଖରେ ପାୱାର ଅଛି, ପଲିଟିକାଲ ପାୱାର, ଧନ ଅଛି, ସବୁ କେନ୍ଦ୍ରିତ ତାଙ୍କ ପାଖରେ ଅଛି, ଦାଉଦ ପାଖରେ। ବେଳେ ବେଳେ ନାହିଁ, ଆତ୍ମିକତାକୁ ଏହିପରି ଯେତେବେଳେ ଜଣେ ପାୱାର ପାଏ, ସେ ସବୁ ଆତ୍ମିକତାକୁ ବୁଡାଇ ଦିଏ। ଦାଉଦ ଆଗ ସେମିତି ନଥିଲା। ପ୍ରଭୁ ତ କହୁଥିଲେ ଦାଉଦକୁ, ଇଏ ମୋର ମନର ମତ। ଏବେ ପ୍ରଭୁଙ୍କର ମନର ମତ ନାହାନ୍ତି, ଇଏ ଶୈତାନଙ୍କର ମତରେ ଗତି କରିଛନ୍ତି। କିନ୍ତୁ ଇଣ୍ଟରେଷ୍ଟିଂ କଥା, ସବୁଠୁ ସୌଭାଗ୍ୟର ବିଷୟ, ଆପଣ ଯଦି ସେ ଗୀତ ସହିତ 139 ଦେଖିବେ, ଆଜି ଯଦି ସେ ପାପରେ ପଡିଛି, ଇଟ୍ ଇଜ ନଟ୍ ବିକଜ ଦ୍ୟାଟ୍ ସେ ଆତ୍ମାଙ୍କର ଗୁଣ ନାହିଁ ବୋଲି ସେ ପଡିନାହିଁ, ଶାରୀରିକ ଗୁଣ ତା ପାଖରେ ବହୁତ ଅଛି। ଯୋଉ ଶରୀର ପବିତ୍ର ହେବା କଥା, ଯୋଉ ଶରୀର ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ହେବା କଥା, ତାକୁ ସେ ଡିଫାଇଲ କରିଛନ୍ତି ଅନ୍ୟର ସ୍ତ୍ରୀ ପ୍ରତି ଦୃଷ୍ଟି ରଖି। ହେ ସଦା ପ୍ରଭୁ, ତୁମେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। ଇଂଲିଶରେ ବେଷ୍ଟ ଲେଖା ହେଇଛି, ୟୁ ହାଭ ଏକ୍ସାମାଇନ୍ଡ ମି। ଆଉ ପ୍ରଭୁଙ୍କର ଏଇଠି 3ଟା ଗୁଣକୁ ଦେଖିବେ, omni presence, omniscience, omnipotent। ପ୍ରଭୁ ଏଇଠାରେ ଦାଉଦ କହୁଛନ୍ତି, ମୁଁ କୁଆଡେ ଲୁଚିବି ତୁମ ଠାରେ? ମୁଁ ଭାବୁଥିଲି ମୋର ପାୱାର ଦ୍ୱାରା ମୁଁ ସମସ୍ତ ଲୁଚେଇ ରଖିବି ବୋଲି, ସାମର୍ଥ୍ୟ ଦ୍ୱାରା ମୁଁ ପ୍ରେସର ପକାଇକି ରଖାଇ ବୋଲି। ନୋ, ପ୍ରଭୁଙ୍କ ଦୃଷ୍ଟିରେ ଲୁଚି ପାରିବେ ନାହିଁ। ସେ ଲାଷ୍ଟରେ ସେ ନିଜର ପାପ ସ୍ୱୀକାର କରିକି, ଆପଣ ଯଦି 23 ପଦ ପଢିବେ, ସେ 39ର 23ର
हे परमेश्वर मोहर अनुसंधान कर ओ मोहर अंतकरणर परिचय नियो। देखंतु प्रथमे कहते तुमे मोहर परिचय नहीं अछ, एबे पुनर्बार से कहते मोहर एबे परिचय नियो, मते परीक्षा कर ओ मोहर संकल सब ज्ञात हो, मोर अंतकरणर परिचय नियो। एक आरंभ हुए मोर परिचय नहीं अछ, एबे नियो। इन बिटवीन से अनुताप करिसंती, प्रभुଙ୍କ ठारे पाप स्वीकार करिअछंती। प्रिय प्रभुଙ୍କର ଲୋକମାନେ ଆମ ଶରୀର ଦ୍ୱାରା ଯଦି ଆମେ ପାପ କରିଛୁ, ଆମ ପରମେଶ୍ୱର ଦୟାଳୁ ପରମେଶ୍ୱର, ତେଣୁ ଆମେ ରୋମିଓ 12 ଦେଖିଲୁ ପ୍ରଭୁଙ୍କ ଦୟା ସକାଶେ ଏହି ସବୁ କଥା କହୁଛି। ତୁମ ଶରୀରକୁ ତୁମେ ଠିକରେ ବ୍ୟବହାର କର, ଏଇଟା ପ୍ରଭୁଙ୍କର ଦୟା ଅଛି, ମର୍ସି ଅଛି, ଏବେ ବି ତୁମକୁ କ୍ଷମା କରିବେ। ଦାଉଦ ସେ ଜାଣିଲେ ପ୍ରଭୁ ତୁମ ଦୃଷ୍ଟିରୁ ମୁଁ ଲୁଚି ପାରିବି ନାହିଁ, ତୁ ମତେ ଏକ୍ସାମାଇନ୍ କରିଛ, କିଏ ତୁମ ଦୃଷ୍ଟି ଲୁଚି, ମୁଁ ପାପ କରିଛି ପ୍ରଭୁ, ମୁଁ ସ୍ୱୀକାର କରୁଛି ପ୍ରଭୁ। ଶେଷରେ ସେ କହୁଛନ୍ତି ଏବେ ମତେ ପରୀକ୍ଷା କର, हे परमेश्वर मोहर अनुसंधान कर ओ मोहर अंतकरण परिचय नियो, मते परीक्षा कर ओ मोहर संकल्प सबू ज्ञात हो, आउ मो अंतर दुष्टतार कौन सी मार्ग अच्छी कि नहीं यह देख। हालेलुया, प्रेज द लॉर्ड। से स्वीकार करिसंती, एबे प्रभु मते परीक्षी नियो, मते मो जीवन राउ से सबू नाही। शरीर को से सजाड़ी छंती, शरीर को से बनै छंती, पुणी अंतकरण मोहर मते गमन करा। प्रिय प्रभुଙ୍କର ଲୋକମାନେ ମୁଁ ପୁନର୍ବାର କହି ରଖିବା ପାଇଁ ଚାहे, ଏଇଟା ଛାର ଶରୀର ନୁହଁ, ଏ ଶରୀର ହିଁ ଆମ ଆତ୍ମାର ନାରଖାର କରେ। ଶରୀରରେ ଯେତେ ଆମେ ଆଗକୁ ବଢୁଛୁ ଆମ ଆତ୍ମାକୁ ସେଥିରେ ନଷ୍ଟ କରି କରି ଯାଉଛୁ। ଆମେ ଶରୀରରେ ଯେତେ ପବିତ୍ରତା ଜୀବନ ଯାପନ କରୁଛୁ ଆମର ଆତ୍ମାକୁ ସେତେ ଆମେ ସୁରକ୍ଷିତ ରଖିଅଛୁ। ତେଣୁ ଏହି ଶରୀରକୁ ଆମେ ଆତ୍ମିକତାରେ ସୁରକ୍ଷା କରିବା ସହିତ ଫିଜିକାଲି ବି ସୁରକ୍ଷା କରିବା ଦରକାର। ଯେପରି ଲେଖାଯାଏ ସେ ଷଷ୍ଠ ଦିନ ପରିଶ୍ରମଙ୍କ ସପ୍ତମ ଦିନର ବିଶ୍ରାମ ନେଲେ। ମୁଁ ଏବେ ପ୍ରାକ୍ଟିକାଲ କଥା କହୁଛି, ଫିଜିକାଲ କଥା କହି ସମାପ୍ତ କରିବି। ଶରୀରକୁ ଆମେ କେୟାର କରିବା ଦରକାର। କେମିତି କେୟାର କରିବା? ଉତ୍ତମ ଶୋଇବା ଦରକାର, ଶରୀରକୁ ଥକାପଣରୁ ରଖିବା ଦରକାର। କମ ସେ କମ 6 ଘଣ୍ଟା ଶୁଅନ୍ତୁ, ଶରୀର ପାଇଁ ବେଟର ଥିବ। ଶରୀର ପାଇଁ ଖାଦ୍ୟ ଦରକାର। ଖାଦ୍ୟ ମାନେ କଣ? ଯୋଉଟା ଯେତିକି ଉପଯୁକ୍ତ ସେତିକି, ବୟସ ଅନୁପାତରେ କମ ଖାଇବା, ଯୋଉଟା ଶରୀର ପାଇଁ ଠିକ ନୁହେଁ ସେଇଟା ଆଭଏଡ କରିବା। ଭଲ ଶୋଇବା, ଭଲ ଖାଇବା, ଆଉ ହେଇପାରୁଛି ତ ଏକ୍ସରସାଇଜ କରିବା। ଏକ୍ସରସାଇଜ ବୋଲେ ମୁଁ କହୁ ନାହିଁ ସେ ଜିମ୍ ରେ ଯାଇକି ଏକ୍ସରସାଇଜ କରିବା କଥା। ସବୁଠୁ ବେଷ୍ଟ ଏକ୍ସରସାଇଜ ହେଉଛି ୱାକିଂ। ୱାକିଂ ଇଜ ଦ ବେଷ୍ଟ ମେଡିସିନ। ଆପଣ ଯଦି ପାରୁଛନ୍ତି ସବୁଦିନ ୱାକ୍ କରନ୍ତୁ। ଏହି ଶରୀରକୁ ଯତ୍ନ ନେବା ପାଇଁ ପ୍ରଭୁ ଆମମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ୱାକିଂ ଇଜ ଦ ବେଷ୍ଟ ମେଡିସିନ। କେମିତି ୱାକିଂ କରିବେ? ପିମ୍ପୁଡ଼ି ଚାଲିଲା ଭଳି ଚାଲିଲେ ହବ ନାହିଁ, ଟିକେ ବ୍ରିସ୍କ ୱାକିଂ। ବ୍ରିସ୍କ ୱାକିଂ ମାନେ ଆପଣଙ୍କୁ ଟିକେ ଝାଳ ଫୁଟୁଥିବ। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ ଭଲରେ ଶୁଅନ୍ତୁ, ଭାଇଟାମିନ ଖାଦ୍ୟ ଖାଆନ୍ତୁ, ଉପଯୁକ୍ତ ଅଧିକ ନାହିଁ, ଆଉ ଆପଣ ୱାକ୍ କରନ୍ତୁ। ତା ସହିତ ଏହି ଶରୀରକୁ ଆମେ ପବିତ୍ରତା ସହିତ ବ୍ୟବହାର କରିବା ଦରକାର। ଏହି ଶରୀର ଯେପରି ଡିଫାଇଲ ହେବ ନାହିଁ, ଆମେ ଆତ୍ମିକ ମନା ହେଇକି ଆତ୍ମା ଏହି ଶରୀରକୁ ଆମେ ୟୁଜ କରିବା ପ୍ରଭୁଙ୍କର ଆତ୍ମାଙ୍କ ଗୁଣ ପ୍ରକାଶ କରିବା ପାଇଁ। ଏହି ଅଳ୍ପ ବାକ୍ୟ ଦେଇ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।